ଆଜ୍ଞା ନମସ୍କାର ପ୍ରଣାମ ଜୟ ଜଗନ୍ନାଥ। ମୁଁ ଆପଣମାନଙ୍କର ପ୍ରିୟ ସୁଭାଷ ନନା ସୁଭାଷ ଚନ୍ଦ୍ର ଶତପଥୀ ସ୍ୱାଗତ କରୁଛି ଆପଣମାନଙ୍କର ଅତି ପ୍ରିୟ କାର୍ଯ୍ୟକ୍ରମ ଯାହାର ନାମ ହେଉଛି ବୃକ୍ଷବନ୍ଧୁ। ଆଜି ବୃକ୍ଷବନ୍ଧୁ କାର୍ଯ୍ୟକ୍ରମରେ ମୁଁ ଆପଣମାନଙ୍କୁ ଗୋଟେ ବୃକ୍ଷ ସମ୍ପର୍କରେ କହିବି ଯାହାକି ଆପଣଙ୍କର ବାସ୍ତୁ ସମସ୍ୟାକୁ ଦୂରୀଭୂତ କରେ। ଯଦି ଆପଣମାନଙ୍କର କିଛି ବାସ୍ତୁ ସମସ୍ୟା ଥାଏ ଆପଣ ଯଦି ସେ ଗଛଟିକୁ ବାଡ଼ିରେ ଲଗାନ୍ତି ତାହେଲେ ଆପଣଙ୍କର ବାସ୍ତୁ ସମସ୍ୟା କିଛି ରହିବ ନାହିଁ। ଏମିତି ଏକ ଉପକାରୀ ବୃକ୍ଷ। ବୃକ୍ଷଟିର ନାଁ ହେଉଛି ଡାଳିମ୍ବ ଡାଳିମ୍ବ ବୃକ୍ଷ ବା ଡାଳିମ୍ବ ଗଛ। ଦେଖନ୍ତୁ ଏଇ ଗଛଟି ମୂଳରୁ ଦେଖେଇ ଦିଅ। ଡାଳିମ୍ବ ଏକ ଏମିତି ଉପାଦେୟ ବୃକ୍ଷ। ଡାଳିମ୍ବ ଗଛ ଯଦି ଆପଣଙ୍କ ବାଡ଼ିରେ ଅଛି ଆପଣଙ୍କୁ କିଛି ବାସ୍ତୁଜନିତ ସମସ୍ୟା ଆପଣଙ୍କର କିଛି ରହିବନି। ଡାଳିମ୍ବ ଆପଣଙ୍କର ବାଡ଼ିରେ ସବୁ ଜାଗାରେ ଲାଗିପାରିବ। ତାର କୌଣସି ଦିଗ ନାହିଁ। ଆପଣଙ୍କର ଘରର ଆପଣଙ୍କର ପୂର୍ବ ଦିଗ, ପଶ୍ଚିମ ଦିଗ, ଉତ୍ତର ଦିଗ, ଦକ୍ଷିଣ ଦିଗ, ଆପଣଙ୍କର ଈଶାନ୍ୟ କୋଣ, ଅଗ୍ନି କୋଣ, ବାୟୁ କୋଣ, ନୈଋତ୍ୟ କୋଣ, ଆପଣଙ୍କ ଛାତ ଉପରେ, ଘର ପାଖରେ ସବୁ ଜାଗାରେ ଆପଣ ଡାଳିମ୍ବ ଲଗେଇ ପାରିବେ। ଯଦି ଆପଣଙ୍କ ବାଟେ ଡାଳିମ୍ବ ଗଛଟି ଅଛି ଆପଣ ଜାଣନ୍ତୁ ଆପଣଙ୍କର କୌଣସି ବାସ୍ତୁ ସମସ୍ୟା ରହିବ ନାହିଁ। এটা ସ୍ଥିର ନିଶ୍ଚିତ ଧ୍ରୁବ ସତ୍ୟ। ଆଉ ଯଦି ସେ ଡାଳିମ୍ବରେ ଫୁଲଟିଏ ହେଲା, ଏଇ ଗଛରେ ବି ଆମର ଫୁଲ ହେଇଥିଲା, ଫଳ ବି ଗୋଟିଏ ହେଇଥିଲା, ଏବେ ଟିକେ ଛାଇ ଅଧିକ ରହୁଥିବାରୁ ଫୁଲ ଫଳ କମିଯାଇଛି, ଦେଖିବା ତା ପାଇଁ ଚେଷ୍ଟା ହବ। ତେବେ ଯଦି ଫଳନ୍ତି ଡାଳିମ୍ବ ଗଛ ଫୁଲଟିଏ ହେଇଥିବ, ଫଳଟିଏ ହେଇଥିବ, ତାହା ତ ଅତ୍ୟନ୍ତ ଶୁଭଦାୟକ। ଡାଳିମ୍ବ ଗଛ ବି ଆପଣଙ୍କ ପାଇଁ ଭଲ, ବହୁତ ଭଲ। ତେଣୁ ଆପଣମାନଙ୍କୁ ଅନୁରୋଧ ଆପଣମାନେ ବାଡ଼ିରେ ନିଶ୍ଚିତ ଭାବରେ ଡାଳିମ୍ବ ଗଛଟିଏ ଲଗାନ୍ତୁ। ରହୁଛି ଆଜ୍ଞା ଆପଣମାନଙ୍କୁ ପ୍ରଣାମ ଜଣାଉଛି। ତା ସହିତ ଏଇ ଯେଉଁ ଛୋଟିଆ ଅଧ୍ୟାୟଟିକୁ ଏପିସୋଡଟିକୁ ବିଶ୍ରାମ ଦେଉଛି। ଆପଣମାନଙ୍କୁ ଟିକେ ଅନୁରୋଧ ରଖୁଛି ଯେ ଆପଣମାନେ ଯଥାସମ୍ଭବ ଲାଇକ୍, କମେଣ୍ଟ, ସେୟାର ଏବଂ ସବସ୍କ୍ରାଇବ୍ କରିବେ। ଆପଣମାନଙ୍କର ପ୍ରିୟ ସୁଭାଷ ନନା ସୁଭାଷ ଚନ୍ଦ୍ର ଶତପଥୀ। ଜୟ ଶ୍ରୀ ସିଦ୍ଧ ବଳଦେବ ଜୀଉ।